ମୋ ନାମ ପ୍ରଶାନ୍ତ। ମୋ ବୟସ 16। ଆମ ଘରେ ମୁଁ ଆଉ ମୋ ଭଉଣୀ, ମୋ ମମି, ମୋ ବାବା ରହୁ। ମୁଁ ଆଜି କହିବି ମୁଁ କେମିତି ମୋ ଭଉଣୀକୁ ଗେହିଲି। ମୋ ଭଉଣୀର ବୟସ 18, ତା ଦୁଧ ସାଇଜ 28 କି 30 ହେବ। ମୋ ଭଉଣୀର ନାମ ସାଗରୀ। ସେ ଦେଖିବାକୁ ସୁନ୍ଦର, ପୁରା ଅପ୍ସରୀ ଭଳି। ତା ଦୁଧକୁ ମୁଁ ଡ୍ରେସ୍ ଉପରେ ଦେଖିଲେ ମୋତେ ଛେନା ଭଳିଆ ଦେଖାଯାଏ, କିନ୍ତୁ ସେ ରଙ୍ଗରେ ବେଶୀ ଗୋରା ନହେଲେ ବି ଦେଖିବାକୁ ପୁରା କାଚ ଭଳି ଚିକ୍କଣ ଆଉ ସୁନ୍ଦର। ମୁଁ ଆଉ ବେଶୀ କିଛି ନ କହି ସିଧା କାହାଣୀ ଉପରକୁ ଆସୁଛି। ମୁଁ ମୋ ଭଉଣୀକୁ ଦିଦି ବୋଲି ଡାକେ। ଦିନେ ମୋ ଦିଦି ନାଇଟି ପିନ୍ଧିକି ବସିଥିଲା। ସେଦିନ ତାଙ୍କ ସାଙ୍ଗ ମୌସୁମୀ ଆମ ଘରକୁ ମଧ୍ୟ ଆସିଥିଲା। ମୁଁ ତାଙ୍କ ସାଙ୍ଗକୁ ବି ଦିଦି ଡାକେ। ସେଦିନ ଆମ ଘରେ ମୋ ମମି ଆଉ ବାବା ନଥିଲେ। ଦିଦି ଆଉ ତାଙ୍କ ସାଙ୍ଗ 2 ଜଣ ଯାକ ମୋ ଦିଦିଙ୍କ ରୁମରେ ବସି କଥା ହଉଥିଲେ, ଆଉ ମୁଁ ତାଙ୍କ ରୁମ ପାଖରେ ବସିକି ଲୁଚେଇକି ବିପି ଦେଖୁଥିଲି। ସେମାନେ ବୋଧେ ମୋତେ ଦେଖି ନାହାନ୍ତି ଆଉ ବହୁତ ସମୟ ହେଲାଣି ବସିକି କଥା ହଉଥିଲେ। ହଠାତ୍ ମୁଁ ଶୁଣିଲି ମୋ ଦିଦି ପଚାରୁଛି, ଦିଦି ମୌସୁମୀ, ତୁ ତୋ ବିଆରେ କେବେ ଆଙ୍ଗୁଠି ପୁରେଇଛୁ? ମୌସୁମୀ, ହଁ ଲୋ, କେତେଥର ପୁରେଇଛି। ବିପି ଭିଡିଓ ଦେଖିଲେ ଇଚ୍ଛା ହଉଛି। ଦିଦି, ତୋର କେତେଟା ଆଙ୍ଗୁଠି ଯାଉଛି? ମୋର କେବଳ ଗୋଟିଏ ଯାଉଛି ଯେ। ହାତ କାଟୁଛି କରି କରିଅ। ମୌସୁମୀ, ହଁ ଲୋ ସାଗରୀ, ମୋର ହେଲେ ଗୋଟିଏ ଆଙ୍ଗୁଠି ପୁରା ଯାଉଛି ଯେ ମତେ ହାଲିଆ ଲାଗୁଛି। ମୁଁ ଏସବୁ ଶୁଣି ମୋ ବାଣ୍ଡ ପୁରା ତେଗେଇ ଗଲାଣି। ମୁଁ ମନେ ମନେ ଭାବୁଥାଏ, ଭିତରେ ତାହାହେଲେ ଏସବୁ କଥା ଚାଲିଛି। ମୁଁ ସେଇଠୁ ଧ୍ୟାନ ଦେଇକି କଣେଇକି ଶୁଣିବାକୁ ଲାଗିଲି। ତାପରେ ମୋ ଦିଦି କହିଲା, ଚାଲେ ଆଜି ଆମେ ମିଶିକି କରିବା, ତୁ ମୋର ଆଉ ମୁଁ ତୋର। ଏତିକି ଶୁଣିବା ପରେ ମୁଁ ଦେଖିବାକୁ ଲାଗିଲି ଝରକା ସାଇଡରେ ମୋ ଦିଦି ତା ସାଙ୍ଗର ବିଆରେ ଆଙ୍ଗୁଠି ମାରୁଛି, ଆଉ 2 ଜଣ ଯାକ ଲଙ୍ଗଳା। ମୁଁ ଦେଖିକି ଆଉ ସମ୍ଭାଳି ପାରିଲିନି। ମୁଁ ସେମିତି ଝରକା ସାଇଡରେ ଠିଆ ହେଇକି ହଲେଇଲି। ମୋ ବାଣ୍ଡର ସାଇଜ 4 ରୁ 5 ଇଞ୍ଚ ହେବ ବୋଧେ। ବୟସ ଠାରୁ ଟିକେ ଅଧିକ ବଡ ଭଳି ମୋତେ ଲାଗେ। ଏମିତି କିଛି ସମୟ ପରେ ମୌସୁମୀ ଦିଦିର ପାଣି ବାହାରିଲା। ମୌସୁମୀ ଦିଦି ବିଆର ପାଣି ଟିକେ ଧଳା ଆଉ ଫେମ୍ପଣ ଟାଇପର ହେଇଥିଲା। ତାପରେ ମୋ ଦିଦି ତା ଆଙ୍ଗୁଠିକୁ ତା ସାଙ୍ଗର ପାଟିରେ ମାରିଦେଲା। ତା ସାଙ୍ଗ କହିଲା, ଛି ହେଇକି ବାନ୍ତି କଲା ପରି ହେଲା। ମୌସୁମୀ ଦିଦି ମୋ ଦିଦିର ବିଆକୁ ଭାଲିକି ନାଳୁଆ କରିଦେଇଥିଲେ। ମୋ ଦିଦି ପୁରା ଗରମ ହେଇଯାଇଥିଲା। ତା ବିଆ ପୁରା ଓଦା ହେଇଯାଇଥିଲା। ମୋ ଦିଦି ତା ବିଆରେ ମୌସୁମୀ ଦିଦିର ଆମହୁତି ପଶେଇବାକୁ ଦେଉନଥାଏ, ଆଉ ଖାଲି କୁହେ ଉପରେ ଉପରେ ଘଷେ ଆଉ ଭିତରେ ମାରେନି ଆଙ୍ଗୁଠି। ତାପରେ ହଠାତ୍ ମୋ ଦିଦି ମୁହଁ ବୁଲେଇ ଦେଲା ବେଳକୁ ମତେ ଦେଖିଦେଲା। ମୁଁ ଝରକା ପାଖରେ ଠିଆ ହେଇକି ମୋ ବାଣ୍ଡକୁ ହଲାଉଥିଲି। ମୋ ଦିଦି ଧୀରେ ପାଟିରେ କହିଲା, ତୁ ଝରକା ବନ୍ଦ କରିନୁ କେମିତି? ଆମ ପୁଅ ଠିଆ ହେଇକି ସବୁ ଦେଖୁଛି। ସେତେବେଳୁ ମୋ ଦିଦି ମତେ ପାଟି କଲାନି କି କିଛି କହିଲାନି। ମୁଁ ସାଙ୍ଗେ ସାଙ୍ଗେ ସେଠୁ ଭୟରେ ପଳେଇଲି, କାଳେ କଣ କହିବ ବୋଲି। ତାପରେ ମୁଁ ଆଉ ଦିନରେ ଘରକୁ ଆସିଲିନି। ରାତି 7ଟା ହେବାରୁ ମୁଁ ଘରକୁ ଆସିଲି। ମୁଁ ବହୁତ ଡରରେ ଥିଲି। ମୋ ଦିଦି ହଲେଇବାର ଯଦି ଦେଖିଥିବ କାଳେ କଣ କହିବ ବୋଲି ମୁଁ ଡରୁଥିଲି। ମୁଁ ଘରକୁ ଆସିବା ପରେ ମୋ ଦିଦି ମତେ ପଚାରିଲା, ଦିଦି କଣ ଦେଖୁଥିଲୁ କିରେ ଝରକା ସାଇଡରେ? ମୁଁ ଫାଷ୍ଟ ମୁଁ କିଛି ନାହିଁ ତ ବୋଲି କହୁଥିଲି। ତାପରେ ସେ ବାରମ୍ବାର ପଚାରିବାରୁ କହିଲି, ତୁମେ ଯୋଉ ଆଙ୍ଗୁଠି ପଶୁଥିଲ ମୁଁ ଦେଖୁଥିଲି। ଦିଦି, ଯଦି ଦେଖିଲୁ ଆମେ କଣ କରୁଥିଲୁ କାହାକୁ କହିବୁନୁ। କାହାକୁ ଯଦି କହିବୁ ବାପାଙ୍କୁ ଆସିଲେ ତୋ ନାଁରେ କହିବି ତୁ ଯୋଉ ପ୍ୟାଣ୍ଟ ଖୋଲିକି ତୋ ନୁନି ଆମକୁ ଦେଖାଉଥିଲୁ ବୋଲି। ନା ମୁଁ କାହାକୁ କହିବିନି ଯେ ମୌସୁମୀ ଦିଦି ଯୋ କରୁଥିଲେ କଣ ପାଇଁ। ତାପରେ ମୋ ଦିଦି କହିଲା, ତୁ ଯୋ କରୁଥିଲୁ ଝରକା ପାଖରେ କଣ ପାଇଁ ଏମିତି କରୁଥିଲେ? ତୋତେ କଣ ମଜା ଲାଗୁଥିଲା? ତାପରେ ମୋ ଦିଦି କହିଲା, ଏଇ ଛତରାମି କୋଉଠୁ ଶିଖିଛୁ? କାଇଁ ମୋ ଆଗରେ କରିଲୁ? କେମିତି କରୁଥିଲୁ ନହିଲେ ସମସ୍ତଙ୍କୁ କହିଦେବି। ମୁଁ ଟିକେ ଲାଜେଇ ଗଲି, କହିଲି, ନା ମୁଁ କରିବିନି। ତାପରେ ମୋ ଦିଦି କହିଲା, ଆମକୁ ଦେଖିକି କରିଲେ ଚଳିବ, ଆଗରେ କରିବାକୁ କହିଲେ ନାଇଁ କହୁଛୁ, ହୁ ରହ ସମସ୍ତଙ୍କୁ କହିବି ଯେ। ତାପରେ ମୋ ଦିଦି ମୋ ପାଖକୁ ଆସି ମୋ ପ୍ୟାଣ୍ଟ ଖୋଲିଦେଲା, କିନ୍ତୁ ମୋ ବାଣ୍ଡ ପଡିକି ଥିଲା, ଟେଗେଇ ନଥିଲା। ପଡିକି ବି ମୋର କଦଳୀ ଭଳିଆ ଲାମ୍ବା ହେଇକି ଥିଲା। ମୋ ଦିଦି କହିଲା, ମା ଲୋ କଳା ପକେଇକି ରଖିଛି କହିକି ହାତରେ ଟାଣିକି ବାହାର କରିଦେଲା, ଆଉ ହାତରେ ଘଣ୍ଟି ଭଳିଆ 2 ଥର ହଲେଇ ଦେଲା। ମୁଁ କିଛି କହିଲିନି। ଦିଦି କହିଲା, କେମିତି ବଡ ହଉଛି ଟିକେ କଲୁ। ଦିଦି କହିଲା, ମୁଁ ଯାହା କହୁଛି କରେ, କାହାକୁ କହିବିନି, ଚାଲେ ଘରକୁ କହିକି ତା ରୁମକୁ ଟାଣିକି ନେଇକି କବାଟ ବନ୍ଦ କରିଦେଲା। ମୁଁ କହିଲି, ନାଇଁ ମତେ ଡର ଲାଗୁଛି, ତୁ ବାଡେଇବୁ। ଦିଦି କହିଲା, ହଁ କି ମତେ ଏତେ ଡରୁଛୁ କହି ବାଣ୍ଡକୁ ଛିକିଲା। ମୋ ବାଣ୍ଡ ଟେବେଇ ହେଇଗଲା। ତାପରେ ମୋ ଦିଦି ତା ଡ୍ରେସ ଖୋଲିଲା। ସେ ଭିତରେ କିଛି ବି ପିନ୍ଧି ନଥିଲା। ତାପରେ ସେ ମୋ ବାଣ୍ଡକୁ ମୁଖେଇକି ଧରିକି ମତେ କୁଣ୍ଢେଇକି ଧରିକି ଖଟରେ ମୋ ଉପରେ ଶୋଇ ପଡିଲା।
ଦିଦି ସେଇଠୁ ମତେ କିସ୍ କରିବାରେ ଲାଗିଲି। ମୋ ଦିଦି ମୋ ହାତକୁ ନେଇକି ତା ବିଆ ପାଖରେ ରଖିକି ସଲସଲ କରେଇଲା ଆଉ କହିଲା ଏମିତି କର ଟିକେ। ମୁଁ ହେଲେ ତା ବିଆକୁ ସଲସଲ କରିକି ବିଆର ଯୋଉ ପାନଖିଲ ଭଳିଆ ଗୋଜିଆ ଚମଡାକୁ ଆଙ୍ଗୁଠିରେ ମଳି ଚାଲିଲି। ସେ ଖାଲି ସୁ ସୁ ହେଇକି ତା ଦୁଧକୁ ନିଜେ ଚିପି ଚିପି ମୋ ପାଟିରେ ପଶେଇକି ମତେ ଖାଇବାକୁ କହିଲା। କିଛି ସମୟ ପରେ ତାବିଆ ପୁରା ନାଳେଇ ଗଲା। ଏଥର ସେ ପୁରା ଗରମ ହେଇଗଲାଣି। ସେଇଠୁ ଦିଦି ମୋ ଉପରୁ ଉଠି ଯାଇକି ଖଟ ଉପରେ ସାଇଡ ହେଇକି ଶୋଇଲା ଆଉ ମତେ ଟାଣିକି ନେଇକି ତା ଉପରେ ଶୁଆଇଲା। ସେ ନିଜେ ନିଜେ ତା ଗୋଡକୁ ମେଲେଇକି ମୋ ବାଣ୍ଡକୁ ହାତରେ ଆଗକୁ ପଛକୁ କରିକି ତା ବିଆ ମୁହଁରେ ରଖିକି ସେଟ୍ କରିଦେଲା। ତାପରେ ଦିଦି ମୋ ଅଣ୍ଟାକୁ ଧରିକି ମୋ ବାଣ୍ଡକୁ ପଶେଇକି ଗେହି ହେଲା। ଦିଦି ଆହ ଆହ କହିକି ତା ଗାଣ୍ଡି ପିଚାକୁ ଟେକିକି ମୋ ବାଣ୍ଡକୁ ତା ବିଆର ପୁରା ଭିତରକୁ ବୋଲି ପଶେଇବାକୁ ଚେଷ୍ଟା କରୁଥିଲା। ଠିକ ସେହି ସମୟରେ ମୋର ହେଲେ ଗେହିବାକୁ ବହୁତ ଇଚ୍ଛା ହେଲା ଯେ ମୋ ବାଣ୍ଡ ହେଲେ ଆପେ ଦିଦିର ବିଆରେ ପଶିକି ବାହାରିଲା। ମୋତେ ହେଲେ ସେ ସମୟକୁ ବହୁତ ମଜା ଆସିଲା ଆଉ ମୁଁ ତା ଗୋଡକୁ ଉପରକୁ ଟେକି ଧରିଲି ଆଉ ତା ଜଙ୍ଘକୁ ଛାତିରେ ଚାପିକି ବିଆର ପୁରା ଭିତରକୁ ବୋଲି କେହି ଚାଲିଲି। ଦିଦିର ବିଆ ନାଳୁଆ ହେଇଯାଇଥିଲା ବୋଲି ବିଆରେ ସିନା ବାଣ୍ଡ ପଶିଗଲା, ହେଲେ ବିଆର ରାସ୍ତା ବହୁତ ଛୋଟ ଥିଲା କି କଣ ଯେ ତା ବିଆରୁ ରକ୍ତ ବାହାରିକି ମୋ ବାଣ୍ଡର ମୂଳ ଯାକ ଲାଗିଲା। ଦିଦିର ବିଆକୁ କଣା ଫିଟେଇକି ମୋ ବାଣ୍ଡ ପଶିଗଲା ଯେ ସେ ମରିଗଲି ରେ ଆଖ ଉହ ଓ ଉ ହେଲା। ମୁଁ ଜାଣିଥିଲି ସେ ଆଗରୁ ବିଆରେ କେବେ ହେଲେ ଗିହା ଖାଇନି ଆଉ ରକ୍ତ ବାହାରିବ ବୋଲି। ତାପରେ ମୁଁ ଆଉ ଜୋରେ ଜୋରେ ଧକ୍କା ମାରିକି ପୁରା ଭିତରକୁ ପୁରେଇକି ଗେହିଲି। ସେ ମୋ ପେଟକୁ ଧରିକି ଚିଲେଇଲା, କାନ୍ଦିଲା, କହିଲା ବାହାର କରେ ବେ, କେମିତି କରୁଛୁ, ମରିଯିବି ବେ, କଷ୍ଟ ହଉଛି। ମୁଁ କହିଲି କିଛି ହବନି ଲୋ, ଟିକେ ପରେ ମଜା ଆସିବ କହିକି ପୁରେଇ ଚାଲିଲି। କିଛି ସମୟ ଗେହିଲା ପରେ ତାବିଆ ହେଲେ ଟିକେ ମେଲେଇ ହେବାରେ ଲାଗିଲା ଆଉ ତାକୁ ବି ମଜା ଆସିଲା ଯେ ସେ ଖାଲି ଉ ହେଇକି କହିଲା ଜୋରରେ କର ଆହ ଭିତରେ କରେ ଭଲ ଲାଗୁଛି। ମୁଁ କହିଲି ତାହା ହେଲେ ଏତେ ରୋଲ କାହିଁକି ଦେଖୁଥିଲୁ? ଏମିତି କହିକି ନିଧୁମ ଗେହି ଚାଲିଲି। ତାବିଆ ପୁରା ରକ୍ତ ଆଉ ଲାଳରେ ଭର୍ତ୍ତି ହେଇଯାଇଥିଲା। ଏମିତି 10 ମିନିଟ କରିବା ପରେ ମୋର ବାହାରିବା ଟାଇମ ହେଇଗଲା। ଠିକ ସେହି ସମୟରେ ହିଁ ମୋ ଦିଦିର ବାହାରିବା ଟାଇମ ହେଇଗଲା ଯେ ସେ ଛୁଆ ଜନ୍ମ କଲା ବେଳକୁ ଯେମିତି ଚିଲନ୍ତି ଆହ ଆହ କରେ କରେ ଏମିତି ଖାଲି ହେଲା। ମୁଁ ଟିକେ ରହିଗଲି ଆଉ କହିଲି କଣ ବେ ଏମିତି ଚିଲୁଛୁ? ସେ ତାପରେ କହିଲା କରେ କରେ। ତାପରେ ସେ ନିଜେ ତା ପିଚାକୁ ସେଟ୍ କରିକି ଖାଲି ମୋଡି ହେଇ ହେଇ ନିଜେ ନିଜେ ଆଘ ହେଇକି ଗେହି ହେଲା। ତା ବିଆରୁ ଲାଳ ବାହାରି ଆଉ ବାଣ୍ଡରୁ ବୀର୍ଜ ବାହାରି ପୁରା ତା ଜଙ୍ଘ ସାରା ରକ୍ତ ସହିତ ମିଣ୍ଡା ମିଣ୍ଡା ହେଇକି ଲାଗିଲା। ଆମ ଦୁଇ ଜଣଙ୍କର ବାହାରିବା ପରେ ବି ମୁଁ ତାକୁ ଓଲଟେଇକି ଶୋଇବାକୁ କହିଲି, ସେ ନାଇଁ କରୁଥିଲା। ମୁଁ ଏକପଟିଆ କହିବାରୁ ସେ ଶୁଣିଲା ଆଉ 2 ମିନିଟ ପରେ ମୁଁ ଦିଦିକୁ କୁକୁର ଗେହିଲା ଭଳି ରଖିକି ତା ଗାଣ୍ଡି ପଟୁ ବିଆରେ ଆଙ୍ଗୁଠି ଗଳେଇଲି ଆଉ ବିଆ ପୁରା ଲାଳ ହେଇକି ଥିଲା। ତାପରେ ବିଆରେ ବାଣ୍ଡକୁ ଲଖେଇକି ତା ପିଠିରେ ମାଡି ବସିକି ଦୁଧକୁ 2 ହାତରେ ମୁଖେଇକି ଧରିକି ଚିପି ଚିପି କେହି ଚାଲିଲି। ସେ କହିଲା ନାଇଁରେ ମରିଯିବି, ସେମିତି ନାଇଁ, ଟିକେ ଧୀରେ କର। ମୁଁ କହିଲି କିଛି ହବନି ବେ, ରହ କହି ବାଣ୍ଡକୁ ସେଟ୍ କରି ଧକ୍କା ଦେଇ ଚାଲିଲି। ତା ବିଆ ପଶିଲା ବେଳକୁ ସେ ଖାଲି ଚିଡ଼ାଉଥିଲା। ଏମିତି ଆଗ ପଛ କଲି 20 ଥର। ସେ କହୁଥିଲା ଧୀରେ କରେରେ ମରିଯିବି। ମୁଁ ନ ଶୁଣି ଟିକେ ସ୍ପିଡ ବଢେଇ ଦେଲି। 10 ମିନିଟ ଗେହିଲା ପରେ ମୋର ଆଉ ଥରେ ବାହାରି ପଡିଲା। ତାକୁ ସେମିତି କୁଣ୍ଢେଇକି ଧରିକି ତା ପିଠି ଉପରେ ଶୋଇକି ରହିଲି। ଧୀରେ ଧୀରେ ତା ବିଆରୁ ବାଣ୍ଡ ବାହାରକୁ ବାହାରିଲା ଆଉ ପିଚି ପିଚି ହେଇକି ସବୁ ତଳେ ଛପ ଥପ ହେଇକି ପଡି ଚାଲିଲା। ସେ ଆଉ ଠିକ ସେ ସଙ୍ଗେ ସଙ୍ଗେ ଠିଆ ହେଇ ପାରିଲାନି ଆଉ କହିଲା ଓହ ବଉଲ ଦରଜ ଲାଗୁଛି। ତା ବିଆରୁ ଖାଲି ବ୍ଲଡ ବାହାରୁଥିଲା। ସେ ଦେଖିକି ଆହୁରି କାନ୍ଦିଲା। ମୁଁ କହିଲି କିଛି ହବନି, ମୁଁ ମେଡିସିନ ଆଣିବି ଯାଉଛି କହିକି ଗଲି, ଆଣିକି ଦେଲି। ତାପରେ 3 ଘଣ୍ଟା ହେବ ଗଲା ପରେ ତା ବିଆରୁ ଟିକେ ଦରଜ କମିଲା। ଆଗକୁ ମୋର ପ୍ଲାନ ଅଛି ତା ବାହାଘର ହେଲା ଯାଏ ଗେହିକି ତା ବିଆକୁ ଢିଲା କରିକି ଶାଶୁ ଘର ଛାଡିବି।